ধাই গঙ্গা কূলে পরাণ বিফলে তুষারে হরিব প্রাণ দিনমণি জীব সংহার হইব কথা প্রভু মন কুয়ার। আরে গঙ্গা কূଳରେ ଠିଆ ହେଇଛୁ ପାଣି 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 ହେଇକି ରଡ଼ି କରୁଛୁ କେଡ଼େ ଭକ୍ତ ଭାଗାଟା କିରେ। ଏ ମାର ଧାମ ହଉଛି କଣ ପାପ ନାଶିନୀ ଗଙ୍ଗା। ଏ ମାଟି ହଉଛି ପାପ ନାଶିନୀ ଗଙ୍ଗା। গঙ্গায়াচ জলে মুক্তি বাণারস্যম জলে স্থলে জলে স্থলে চন্তরিক্ষে মুক্তিস্তম পুরুষোত্তমে। জল স্থল আকাশরে ମଧ୍ୟ ଯଦି ଆମର ପ୍ରାପ୍ତି ହେବ କାହିଁକି ଆମ ପାଇଁ ଗୋଟେ ସ୍ୱର୍ଗକୁ ଯିବା ପାଇଁ ଗୋଟେ ଦ୍ୱାର ଦେଇଛନ୍ତି ଭଗବାନ ଜଗନ୍ନାଥ ମହାପ୍ରଭୁ ଆମକୁ ଦେଇନାହାନ୍ତି। ଜଳ ସ୍ଥଳେ ଅନ୍ତରିକ୍ଷରେ ମଧ୍ୟ ଆମର ମୁକ୍ତି ଅଛି। ଆମକୁ କୁଆଡେ ଯିବାକୁ ପଡିବ ନାହିଁ କାରଣ ଆମେ ଶ୍ରୀକ୍ଷେତ୍ରର 84 କୋଶ ଧାମ ମଧ୍ୟରେ ଆମେ ଅଛେ। ଶ୍ରୀକ୍ଷେତ୍ର ମଣ୍ଡଳ ପରିଧି ଭିତରେ ଆମେ ସମସ୍ତେ ଅଛେ। ତା ମଧ୍ୟରେ ତ ମା ଅଛି। ଆହୁରି ଆନନ୍ଦ ମା କୋଳରେ ଆମେ ଅଛେ। ମା କୋଳରେ ଯଦି ଆମକୁ ଚାଲିଯିବ ମୁଁ ଏତିକି ମାକୁ କହୁଛି ସତରେ ମା ସେତିକି ଭାଗ୍ୟ କରିବ ତୋରି କୋଳରେ ଏଇଠି ବସିଛି କଥା କହୁଛି ତୋରି ଭକ୍ତ ମାନେ ମତେ କାନ୍ଦେଇ ଦେଇଯିବେ। ସେଇଠି ମନ ଭିତରେ କଣ ଅଲଗା ଅଲଗା କାମନା କିଛି ନାହିଁ। ସେ ମାକୁ ସେତିକି ଡାକୁଛି ତୋରି ଚରଣ ତଳେ ବିପଦକୁ ବିକି ଦେଇଛି। ତୋରି ଚରଣ ତଳେ ମୁଁ ନିଜକୁ ସମର୍ପଣ କରିଦେଇଛି ମା। জগন্নাথ ও কিছু মাগু নাহি তোতে জগন্নাথ ও কিছু तोहरी कथा
ଆଉ ତୋ ପାଖରେ ମୋର କିଛି କାମନା ନାହିଁ। सब देखी हे प्रभु तते कौन एगुरा मागी तुम भांड पूर्ण करदेलु मोर कौन हम तू आज मोर गोड़े बसी मत जो पूर्णता देछु से संपूर्ण हीरा लीला मोती मालिक लेकिन जमुना रे कौन करछथि पा देकी भसई देछि किछि दरकार नाही जुग को जुग मु जेते दिन जेते थरे मर्त्य मंडल रे मु ये देह धरि की जन्म हेबी हे कान्हा हे लाला तू मते टिके एमती मोरी ऊपर टिके दया करि दउ तू रे कान्हा प्रभु होती करुणामय मातृवत्सला किंतु देखिले माँ कौन करछि कामना विनाश रे दुख मन भीतर कामना किछि नाही से चाहिला जुग जुग केते जुग धरि केते वर्ष धरि से चाहिला भगवान को टिके सामान्य गेलो टिके कर दबो देखि भगवान का आशा को सफल कर दे पूर्णता तक दे दी बोलो निताय श्री कृष्ण का बंसी स्वर सुनी थकिता हेला जमुना भगवान कहले गोटे अद्भुत लीला गोपी माने मते खाली पाइबा व्याकुल हो अरे भगवान को पाखे कौन किसी अच्छी कि भगवान को पाखे किसी मिराकिल नथिला थिला चमत्कारिता चमत्कारिता कोठी अछि से बंसी अछि ए बंशीर एमिति करामती रही भगवान जिते डाकी दौरान वृंदावन बंशी के बजाइला बंसी के बजाइला
ବଜେଇଛନ୍ତି ବଂଶୀ ବଜେଇଛନ୍ତି। ଏ ଯୋଉ ମା ମାନେ ଗାଈ ଦୁହୁଁଥିଲେ ସେ ଗାଈ ଦୁହିଁବା ଛାଡ଼ିଛନ୍ତି। କିଏ ଗୋଟିଏ କାନରେ କାନ ଫୁଲ ପିନ୍ଧିଛି ତ ସେ ଛାଡ଼ି ଦେଇକି ପଳେଇଛି। କିଏ ଗୋଟିଏ ପାଦରେ ନୁପୁର ପିନ୍ଧିଛି ତାକୁ ଛାଡ଼ି ଦେଇ ଗୋଟିଏ ପାଦରେ ଅଛି। ବିଭୋର ହେଇଯାଇଛନ୍ତି ଶ୍ରୀକୃଷ୍ଣଙ୍କର ଶ୍ରବଣ କରି। ଛିଡ଼ିଲା ସେ ଗଣ୍ଠି ନିଡ଼ି ବନ୍ଧ ଗଲା ଫିରି। ଛିଡ଼ିଲା ସେ ଚିତ୍ର ଗଣ୍ଠି ନିଡ଼ି ବନ୍ଧ ଗଲା ଫିରି। ବସନ ପିନ୍ଧନ୍ତେ ତର ରହିଲା ମୃଗ ମାନେ ଥିଲେ ଘାସ ଚରୁଥିଲେ ପାଟିରେ ସେ ଘାସକୁ ଚାପିକି ରହିଛନ୍ତି। ମାଟି ଶାଢୀ ପିନ୍ଧୁଥିଲା ଅଧା ଶାଢୀ ପିନ୍ଧି ଘୁରେ ଘୁରେ ହେଇକି ତାର ଆଉ ସେ ଦେହ ଲଜ୍ଜା ପ୍ରତି ନାହିଁ। ଅଲଜ୍ୟା ଶିଳା ହେଇକି ପଡିଛି। କିଏ ଗାଈ ଦଉଛି, କିଏ ଗୋଟିଏ କାନ ଫୁଲ ପିନ୍ଧିଛି, କିଏ ଗୋଟିଏ ହାତରେ ଚୁଡ଼ି ପିନ୍ଧିଛି। ଏମିତି ବିଲକ୍ଷଣ ପ୍ରଭୁ ଡାକିଛନ୍ତି ସେଠିକି। ଆଚ୍ଛା କହିଲେ ସମସ୍ତଙ୍କର କଣ ଦୈହିକ ପ୍ରେମ ପାଇଁ ଭଗବାନଙ୍କ ପାଖକୁ ଯାଇଛନ୍ତି ସେଠି? କାମନାକୁ ଚରିତାର୍ଥ କରିବା ପାଇଁ କୋଉ କାମନା ରହିଛି? ଭଗବତ ପ୍ରାପ୍ତିର ଯୋଉ କାମନା ରହିଛି ସେଇ କାମନା ନେଇକି ଯାଇଛନ୍ତି। କିଏ ମାତୃତ୍ୱ ଭାବରେ ଯାଇଛି, କିଏ ପତ୍ନୀତ୍ୱ ଭାବରେ ଯାଇଛି, କିଏ ଭାତୃତ୍ୱ ଭାବରେ ଯାଇଛି, କିଏ ଭାଇ ବୋଲିକି ଭାବିକି ଯାଇଛି, କିଏ ସ୍ୱାମୀ ବୋଲିକି ଭାବିକି ଯାଇଛି, କିଏ ପିତା ବୋଲିକି ଭାବିକି ଯାଇଛି। ସମସ୍ତେ ସମଭାବନା ଭିତରେ ଯାଇନାହାନ୍ତି। ତା ଭିତରେ ବି ସୁନ୍ଦରୀ ସୁନ୍ଦରୀ ଗୋପୀ ମାନେ ଥିଲେ। ପ୍ରଭୁ ସବୁ ସହନ୍ତି ଅହଙ୍କାର ସହିବେ। ଅହଙ୍କାର ସହିବେ। ସେଦିନ ରାଧା ରାଣୀକି ଚିଡ଼େଇବା ପାଇଁ ପ୍ରଭୁ କଣ କଲେ? ବୃନ୍ଦା ସହିତ ଟିକେ ଭାବ କଣ ଅଧିକା କରିଦେଲେ। ଅଧିକା ଟିକେ ଭାବନା ତାଙ୍କ ସହିତ ମାନେ ଆଜିକାଲି ଯୋଉ ଭଳିଆ ପିଲାମାନେ ଯୋଉ ଭାବନା ସେ ଭାବନା ଟିକେ ଭାବ ଯେମିତି ଯୋଡି ହେଇଗଲା। ପ୍ରଭୁଙ୍କର ତ ସେ ମାୟା ଧର ମାୟା କଲେ ଦି ଜଣ ଯାକ ଯାଇକି କୋଉଠୁ ଗଛ ମୂଳରେ ଲୁଚିଗଲେ ଆଉ। ଆଚ୍ଛା ଏମାନେ ଖୋଜୁଛନ୍ତି ଲୁଚିକି କଣ କଲେ? ସେ ଜଙ୍ଗଲ ଜଙ୍ଗଲ ଚାଲିଲେ। କିଛି ବାଟ ଗଲା ପରେ ବୃନ୍ଦାରାଣୀ କଣ କରିଛନ୍ତି? ଆଉ ଚାଲି ପାରିଲେ ନାହିଁ। ତାଙ୍କ ଗୋଡରେ କଣ୍ଟା ପଶି ଯାଇଛି। ଆଉ ଚାଲି ପାରିଲେ କହିଲେ ହେ କୃଷ୍ଣ ମୁଁ ଆଉ କଣ ଚାଲି ପାରୁଛି କିରେ? ଚାଲି ପାରୁନୁ କଣ? ତେବେ ସେମାନେ ତ ଏଇ ଅଳ୍ପ ଦୂରରେ ଅଛନ୍ତି, ଆମକୁ ଖୋଜି ଖୋଜି ଆସିକି ପହଞ୍ଚିଯିବେ। ତୁ ଚାଲି ନ ପାଇଲେ କଣ ହବ? ତୁ ପୁରା ଆଜି ମତେ ପାଇଛୁ। ହଉ ମା ତତେ କାନ୍ଧରେ ବସେଇକି ନେଇଯିବି। ଗୋପାଳୁଣୀ ବସିଛି କାହା କାନ୍ଧରେ? ଭଗବାନଙ୍କ କାନ୍ଧରେ। ତାଙ୍କ ଜାନୁ ଯୁଗଳକୁ ଚାପି ଧରିଛି ଗଳାରେ। ମନ ଭିତରେ ଅହଙ୍କାର ଆସିଛି, ଗର୍ବ ଆସିଛି। ଯେତେ ସବୁ ଅଛନ୍ତି ସବୁ ଯାକ ମୋ ଭଳିଆ ନୁହଁ। ସେମାନେ ସବୁ ମୋ ଭଳିଆ ନୁହଁ। ତାଙ୍କୁ ଏ କୃଷ୍ଣ ଏତେ ଭଲ ପାଆନ୍ତି ନାହିଁ ଯେତେ ମତେ ଭଲ ପାଆନ୍ତି। ଗର୍ବ ଗଞ୍ଜନ গোবিন্দ গোবিন্দ গোবিন্দ
ଯଶୋଦା କାନ୍ଧରେ ବସିଛି, ଅଲଜ୍ୟା ଶିଳା ହେଇକି କାନ୍ଧରେ ବସିଛି, ଗର୍ବ କରିଦେଇଛି ମନ ଭିତରେ। ସେ କହିଲେ ସିଏ ପରା ଗର୍ବକୁ ଖର୍ବ କରେ ସଦାବେଳେ। ନଉଥିଲେ ହଠାତ୍ କଣ କଲେ ଯେ ଝୁଣ୍ଟି ପଡ଼ିଲା ଭଳିଆ ମିଛରେ ଅଭିନୟ କଲେ, ଗୋଟେ ପଥର ଦେଖିକି କଚି ଦେଲେ, କାଚୁକୁନି ହେଇକି ପଡ଼ିଲା। ଆଚ୍ଛା ପକେଇ ଦେଲେ ସିନା, ଆଉ କଣ ଯେତି ଅଛନ୍ତି ଭଲ ଆନନ୍ଦ ଇଏ ପଡ଼ିକି କାନ୍ଦୁଛନ୍ତି, ଗୋଡ଼ ହାତ ଚିଣ୍ଡି ଗଲାଣି, ପଥରଟାରେ କଚି ଦେଇଛି। ତତେ ମୁଁ ଭରସା କରିଥିଲି, ତୁ ପରା ତତେ ଯିଏ ଭରସା କରେ ତୁ ତାକୁ ପରା ଉଦ୍ଧାର କରୁ, ମତେ କାହିଁକି କଚାଡ଼ି ଦେଲୁ? ସିଏ ଆଉ ଭାବି ପାରୁନି ମୁଁ ମନ ଭିତରେ ଅହଙ୍କାର କଲି, ଗର୍ବ କଲି। ଗର୍ବ କଲେ ଭଗବାନ ସହନ୍ତି ନାହିଁ, ମା ସହିବନି। ସେଦିନ ବୃନ୍ଦାରାଣୀ କଣ କରିଛନ୍ତି? ଗର୍ବ କରିଛନ୍ତି। ସମସ୍ତେ ଚାହିଁଥିଲେ ଭଗବାନଙ୍କୁ ପ୍ରାପ୍ତି ହେବେ, ଭଗବାନ କୃଷ୍ଣଚନ୍ଦ୍ରଙ୍କୁ ପ୍ରାପ୍ତି ହେଇଯିବେ, କିନ୍ତୁ କଣ ହେଲା? ଭଗବାନ ତାକୁ ଛାଡିକି ଆସିଲେ, ଆକୁ କଚାଡ଼ିକି କୁଆଡେ ଗଲେ ତ ତାକୁ କେହି ପାଇଲେନି। କେତେ ତାଳ ବନ, ଶାଳ ବନ, କପିଳା ବନ, କେତେ ବନ, 100ଟା ବନ ଖୋଜି ଖୋଜି ଆସିକି ବାଟରେ ଦେଖିଲା ବେଳକୁ ବୃନ୍ଦା ପଡିକି କାନ୍ଦୁଛି। କହିଲେ ଇଲୋ ହେ, ଏଠି କାନ୍ଦୁଛୁ କାହିଁକି କିଲୋ? ତମକୁ ଲୁଚିକି ତାକୁ ଭରସା କରିକି ତା ସହିତ ଆସିଲି, ଅଧ ବାଟରେ କଣ ଛାଡିଦେଲା, ଛିଣ୍ଡିଗଲା। ଏଇଠି ମୁଁ ଭାବୁଛି ସେ କୁଆଡେ ଚାଲିଗଲା। କହିଲେ କେଡେ ନଟଖଟିଆ, କେଡେ ହଟିଆ, କେଡେ ଧିଟୁ ଆସି କମ କଥା ମୋ ତା ପାଖରେ ନାହିଁ। ବହୁତ ଖୋଜିଛନ୍ତି, ଖୋଜିକି କଣ କରିଛନ୍ତି? ଗୋଟିଏ ବୃନ୍ଦା କହିଛନ୍ତି, ହଉ ଛାଡ଼, ଯାହା ହେଲା ହେଲା, ତୁ ଆମ ସହିତ ତ ବେଇମାନି କଲୁ। ଚାଲେ ଏଇଠି ଟିକେ ବାଲି ପଡିଛି, ନଦୀ ବାଲି, ଆକାଶରେ ଚନ୍ଦ୍ରମା ଦର୍ଶନ ଦଉଛନ୍ତି, ଦିନ ଭଳିଆ ଲାଗୁଛି। ପ୍ରଭୁଙ୍କୁ ପ୍ରାର୍ଥନା କର। ସେଠି ଗୋପୀ ମାନେ ବିଳାପ କରିଛନ୍ତି, ଭଗବାନଙ୍କୁ ଡାକିଛନ୍ତି, ବିଳାପ କରିଛନ୍ତି। ଗୋପୀ ମାନେ କାନ୍ଦି 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 ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। କହିଛନ୍ତି କଣ? ସେ ଶାଶୁ କଥା ମାନିଲୁ ନାହିଁ, ଶ୍ୱଶୁର କଥା ମାନିଲୁ ନାହିଁ। ଘରେ ମୁଁ ନଣନ୍ଦ ଅଟେ ବଡ଼ ମନ୍ଦ, ଶାଶୁ ବଟାଇ ସମତଣିକି। ଘରେ ମୁଁ ନଣନ୍ଦ ଅଟେ ବଡ଼ ମନ୍ଦ, ଶାଶୁ ବଟାଇ ସମତଣିକି। ଘରେ ମୋର ନଣନ୍ଦ ମୋ ସହିତ କେତେବେଳେ ଭଲ ବ୍ୟବହାର କରେ ନାହିଁ। ଶାଶୁଟା ମୋର ମା ଭଳିଆ, କିନ୍ତୁ ମତେ ସୌତୁଣୀ ଭଳିଆ ବ୍ୟବହାର କରେ। କିନ୍ତୁ ଏତେ ନିର୍ଯାତନା ପାଇଲା ପରେ ମଧ୍ୟ, ହେ କରୁଣା ସିନ୍ଧୁ, ତୁ ଯେତେବେଳେ ମୁରଲି ବଜେଇଲୁ, ତୁ ଯେତେବେଳେ ବଂଶୀ ବଜେଇଲୁ, ତତେ ଭରସା କରିକି ଏ ଜଙ୍ଗଲଟାକୁ ଅବଳା ଦୁର୍ବଳା ଆମେ ସବୁ ଅବଳା ଦୁର୍ବଳ। ତୁ ପରା ଭଗବାନ, ତୁ ପରା ସମସ୍ତଙ୍କର ଭକ୍ତ ମାନଙ୍କର ହୃଦୟର କଥା ଜାଣିପାରୁ, ତୁ କାହିଁକି ଅବଳା ଦୁର୍ବଳାକୁ ହଟାହଟା କରୁଥିଲେ? ଏ ରାତିଟାରେ ଜଙ୍ଗଲଟା ଆମେ ଏଠି ରହିଛୁ ଏକା ଏକା, ତୁ ଗୋଟିଏ ପୁରୁଷ ପିଲା ଥିଲୁ ବୋଲି ତତେ ଭରସା କରିକି ଆସିଛୁ, ତୁ କିନ୍ତୁ ଏମିତି କଥା କଲୁ। ବିଳାପ କରି କାନ୍ଦିଛନ୍ତି। କାନ୍ଦିକି ସେ ଯୋଉ କାଲିକି ଭଗବାନଙ୍କର ଯୋଉ ପଦର ଚିହ୍ନ ଗୁଡ଼ିକ ରହିଥିଲା, ସୂର୍ଯ୍ୟ କିରଣରେ ଦେଖେ ଦର୍ଶନ ମିଳୁଛି, ସେ ପାଦ ଚିହ୍ନ ଗୁଡ଼ିକ ଚିହ୍ନି ହେଇଯାଉଛି। ଭଗବାନ ବୋଧେ ଏଇ ବାଟ ଦେଇକି ଯାଇଥିଲେ, ଏଇଠି ପକେଇକି ଗଲେ। ସେ ପାଦ ଚିହ୍ନକୁ ସମସ୍ତେ କଣ କରୁଛନ୍ତି? ସେ ବାଲି ଗୁଡ଼ିକ ନେଇକି ଆସୁଛନ୍ତି, ମଥାରେ ବଳି ପକଉଛନ୍ତି, ନିଜ ଦେହରେ ବଳି ପକଉଛନ୍ତି। ଗୋପୀମାନେ, ସେ ଗୋପୀମାନେ କିଏ କି? ସିଏ ପୁରା ଦେବତା ମାନଙ୍କ ଦେବୀ ମାନେ। ସେମାନେ ଆଗେ ଜନ୍ମ ହେଲା ପରେ ଭଗବାନ ପଛରେ ଆସିଛନ୍ତି।
देवता मैंने पाइबा पाई भगवान को तांकर सखा भाव जन्म होइछन्ति एमाने सखी भाव जन्म होइछन्ति भगवान तांकर आशा पूर्ण करछन्ति तांको भगवान प्राप्ति होइछन्ति सेठी प्रभु कौन करछन्ति महारास करछन्ति जेतबे समस्त सहित भेट होई जाइछन्ति जड़ गुरु जड़े कृष्ण होई गोपीरा बिले भाव ग्राही गोपीरा बिले भाव ग्राही गोपीरा बिले भाव ग्राही भगवानंद कंद भगवान की जय देखो भगवान को जिए जो भावना रे पाइबा थिला जी पुत्र भाव में पाइबा चाहिए कोण छोट पिला बसी जाइए जे स्वामी भाव में पाइबा चाहिए से रमण कर जन को जड़े अनेक पृष्ठ 16 सहस्र गोपन कम समस्त को पाखे देखिले जहाँ पाखे देखिले क्या पाखे बालकृष्ण क्या पाखे युवक कृष्ण विभिन्न प्रकार कृष्ण होइकि से गोपी मानकर मनोरंजन करिसंती आशा को पूरण करिसंती तपस्या को चरितार्थ करिसंती भगवान जय राधे राधे बोल कृष्ण कृष्ण बोल राधे राधे बोल कृष्ण कृष्ण जय राधे राधे बोल